ଅସହାୟ ମଣିଷ। ଆରେ ମାର 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 ମାର, କାନୁନ ମାରୁକି ତମେ ମାର। ଏ ସୁରେଶ ପଣ୍ଡା ନିଶ୍ଚୟ ମରିବ। ଆରେ ମୁଁ ମରିଗଲେ ତମ ଦେଶର ଶିକ୍ଷା ବ୍ୟବସ୍ଥା ଆଇନ କାନୁନ ବଦଳିଯିବ। ନାଇଁ ନାଇଁ ନା, ତମ ଆଇନ କାନୁନ ସମ୍ବିଧାନ ଗୋଟେ ଅମଣିଷର ଆତ୍ମକାହାଣୀକୁ ତମ ଇତିହାସ କଳଙ୍କିତ ପୃଷ୍ଠାରେ ଲିପିବଦ୍ଧ କରି ରଖିବ। 180 बेईमान, फिर भी मेरा भारत महान। अरे मारो 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 मारो, आज गोटाए सुरेश पंडा को तुम्हें फांसी खुंटरे झुले देव। शिक्षा व्यवस्था एठी सब बंधु पालटि जाइछि, विकलांग हो जाइछि। ए विकलांग मानसिकता को बदलाइबाकु जाई मु गोटे कोचिंग सेंटर करी गरीब पिला मानकु शिक्षा दउथली। अरे कि तो डॉक्टर रो पुओ डॉक्टर, इंजीनियर रो पुओ इंजीनियर, एसपी रो पुओ एसपी, पुलिस रो पुओ पुलिस, चासी रो पुओ चासी। हट 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 हट, ये विकलांग मानसिकता एठु बदलाइबाकु हबो। अरे सुरेश पंडा को तुम आईन फांसी खुंटरे झुलेई देव। केते जन को मारिबो? आईन तुम संविधान केते जन को मारिबो? अरे गोटे सुरेश पंडा मरि जिबा परे एठी शह शह सुरेश पंडा जन्म नेबे। मु गोटे कोचिंग सेंटर खोली गरीब पिला मानकु शिक्षा दउथली। आ तुम व्यवस्था मते बुढ़ी आनी जलरे छंती देला। मारो, अरे तमे कोन मते मारिबो? मु निजे जेल भितरे मरिबी, निजे मरिबी जेल भितरे। शुभेंदु शांति मत शांति मनुष्य मैंने अपेक्षा शोवा को बेसी भल पाती, दिन अपेक्षा राति को बेसी भल पाती। अरे कौन एमती पागल को अभियोग तू जानी कोर्टू आज फाइनाल ऑर्डर आसीबार थिला जानिछि। तुम कोर्ट तुम संविधान तुम आईन मो कर्म पाई मते फांसी खुंटरे झुलेई देव। फांसी फांसी ऑर्डर दिछि जानिछि रे बंधु। अरे फांसी ऑर्डर कथा सुनि देले बापरे हसु जो। अरे जीवन प्रति जहार मोह नहीं, बंचिबा पाई जहार लोभ नहीं, करिथिबा कर्म पाई जहार अनुशोचना नहीं, से फांसी देवा भय करिबो कहिके। ए बंधु जा जा पळे जा जो। अरे पळे जा मते एकाटिया रहिबो कुते। ए सुरेश ए जीवा पूर्वरु मो फांसीर डेटटा मते शुणी दे जानतु सा। तो सार मेरे मुंह तो गिरा दिया बंधु। अरे दुनिया सहित मोर सबु संपर्क कटि जीवा परे आ बंधुत्वर एठी माने तू कोन बंधुता को स्वीकार करू? अरे स्वीकार करी पाइबी कोन? तर्जमा सरिछि, विचार सरिछि, केवल फांसी पाइबाकू अपेक्षा रे बंधु।
ବନଚାରୀ ପାଇଁ ଆଳସ୍ୟପୂର୍ଣ୍ଣ ରାଜଭବନର କୌଣସି ଆବଶ୍ୟକ ନାହିଁ କି ରତ୍ନ ଖଞ୍ଚିତ ରାଜସିଂହାସନର କୌଣସି ଆବଶ୍ୟକ ନାହିଁ। ଆରେ ମୋ ଭାଷାରେ ଜୀବନ ସୁତାରୁ ନଟେଇଟା ଛିଡ଼ି ଯିବା ପରେ, ନଟେଇରୁ ଗୁଳି ଛିଡ଼ି ଯିବା ପରେ, ହଁ ଗୁଳି ସହିତ ନଟେଇର ସମ୍ପର୍କ କଣ? ଆଉ ଷ୍ଟେସନ ମାଷ୍ଟର ଟ୍ରେନ ଛାଡ଼ିବା ପାଇଁ ସିଗ୍ନାଲ ଦେଇ ସାରିବା ପରେ ତୁ କହ ବନ୍ଧୁ, ଷ୍ଟେସନ ସହିତ ଟ୍ରେନର ଆଉ କେତେ ସମ୍ପର୍କ? ତୁ ସେମିତି କରେ ବନ୍ଧୁ, ତୋର ସମ୍ପର୍କ କୃଷ୍ଣ ସୁଦାମର ସମ୍ପର୍କ। ପରିସ୍ଥିତିର ମର୍ଯ୍ୟାଦାରେ ପଡ଼ିତ ଅଛନ୍ତି। ସଦଚେଷ୍ଟା କରିବି ସେ ମହାକାଳ ନବପଥର ମୁଁ ତୋତେ ମୁକୁଳେଇ ପାରୁନି। ବନ୍ଧୁ ଦେଖିବ ବନ୍ଧୁ ପଡ଼ିଆକୁ। ବନ୍ଧୁ ବନ୍ଧୁ ଆରେ ତୁ ମୋ ପାଇଁ ନିଜକୁ କାହିଁକି ଧିକ୍କାର କରୁଛୁ? ମୁଁ କି ଧିକ୍କାର କରୁଛି? ଫାଶୀ ଶୁଣେଇ ଦେଲେ ମୁଁ କହିବି, ମୋ ବନ୍ଧୁ ସୁରେଶ ପଣ୍ଡା ନିର୍ଦ୍ଦୋଷ, ନିର୍ଦ୍ଦୋଷ ବନ୍ଧୁ। ଜଗନ୍ନାଥ ଯଦି ଘାତର ଓହ୍ଲାଇ ଅଛି ମୋ ବନ୍ଧୁ ବିରୁଦ୍ଧରେ ସାକ୍ଷୀ ଦିଅନ୍ତି, ତଥାପି ମୁଁ ବନ୍ଧୁ ଛାଡ଼ିପାରିବେନି। କାହିଁକି ନା ମୋ ବନ୍ଧୁ କେବେ ଏମିତି ଭୁଲ କରିପାରେ କେବେ ନୁହଁ। ଏ ବନ୍ଧୁ এই কত কথা বন্ধু ବହୁତ ଶାନ୍ତି ବନ୍ଧୁ ଏଥର ମୁଁ ହସି ହସି ଭାଷା କୁଣ୍ଡରେ ଛୁଇଁପାରିନି, ହସି ହସି ଭାଷା କୁଣ୍ଡରେ ଛୁଇଁପାରିନି। ସାହେବ ସହିତ ମୋର ଭଲ ସମ୍ପର୍କ। ତୁ ଯଦି କହିବୁ ମୋ ଚାକିରି ମଧ୍ୟ ଚାଲିଯାଉ, ମୁଁ ତ ଏଠୁ ଫେରାର କରିଦେବି। ଫେରାର କରିଦେବି ମୁଁ ତ ଫେରାର କରିଦେବି। ଏ ବନ୍ଧୁ ମୋ ପାଇଁ ତୋ ଜୀବନଟାକୁ ତୁ ବାଜି ଲଗେଇ ଦେବୁ, ତୋତେ ଫାଶୀ ହେଇଗଲେ ମୁଁ ସହିପାରିବି ତ? ଏସବୁ ଦେଖିବା ପାଇଁ ମୋ ପିଣ୍ଡରେ ପ୍ରାଣ ଥିବ ତ? ବଞ୍ଚି ପାରିବି ତ? ବଞ୍ଚିବୁ ଭଉଣୀ ପାଇଁ ତୁ ବଞ୍ଚିବୁ, ଆଉ ତୋ ବାପାଙ୍କ ହତ୍ୟାକାରୀ ପାଖରେ ପହଞ୍ଚିବା ପାଇଁ ତୁ ବଞ୍ଚିବୁ। ଏ ବନ୍ଧୁ ଯୋଉଦିନ ତୋ ବାପାଙ୍କ ହତ୍ୟାକାରୀକି ଫାଶୀ କୁଣ୍ଡରେ ଝୁଲେଇବୁ ସେଇଦିନ ହବ ଏ ବନ୍ଧୁ ତୋ ଭଉଣୀ ଭଲ ହବା ପରେ ତାକୁ କହିବୁନି ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ବି ଦୁଇଟି ରାକ୍ଷୀ ଆଣିବ, ଗୋଟାଏ ତୋ ହାତରେ ବାନ୍ଧିବ, ଆଉ ଗୋଟାଏ